ଓଡ଼ିଶାର ପ୍ରାଚୀନ ସହର ଭାଇଚାରାର ସହର କଟକ ପୂଜା ପର୍ବପର୍ବାଣୀ ସବୁଥିରେ ମିଳିମିଶି ଚଳନ୍ତି। ଆମେ ମଧ୍ୟ ତାକୁ ଉପଲବ୍ଧି କରିଛୁ। ମୋର ଜନ୍ମସ୍ଥାନ ସେଇ କଟକ ବଡ଼ ମେଡ଼ିକାଲ। ମୁଁ ସେଇଠି ପାଠ ପଢ଼ିଛି ଏବଂ କଟକର ସୌନ୍ଦର୍ଯ୍ୟକୁ ଉପଭୋଗ କରିଛି, ଦେବୀ ପୂଜାକୁ ଉପଭୋଗ କରିଛି, ସବୁକିଛି କରିଛି। କିନ୍ତୁ ଗୋଟିଏ କଥା, ମୁଁ ଗୋଟେ ନିର୍ଦ୍ଦିଷ୍ଟ ଧର୍ମର କଥା କହୁନାହିଁ। ମୁଁ କହୁଛି ଗୋଟିଏ ପରିବାରର କଥା, ଗୋଟିଏ ବ୍ୟକ୍ତିର କଥା। ସେ କେଉଁ ଧର୍ମର ସେ କଥା ହିସାବ ରଖିବାକୁ ଆମ ପାଖରେ ସମୟ ନାହିଁ। ଯିଏ ଯେଉଁ ଧର୍ମର ହୁଅନ୍ତୁ, ନିଜେ ଶାନ୍ତିରେ ବଞ୍ଚନ୍ତୁ, ଅନ୍ୟକୁ ଶାନ୍ତିରେ ବଞ୍ଚିବାକୁ ଦିଅନ୍ତୁ। ପ୍ରତ୍ୟେକ ପରିବାର ଶାଗ ଭାତ ଖାଆନ୍ତୁ, ଦୁଧ ଭାତ ଖାଆନ୍ତୁ, ଶାନ୍ତିରେ ଖାଇ ଟିକେ ଶାନ୍ତିରେ ଶୁଅନ୍ତୁ। ସମସ୍ତେ କର୍ମବାଦୀ ହୁଅନ୍ତୁ, ବାସ୍ତବବାଦୀ ହୁଅନ୍ତୁ, କିନ୍ତୁ ରକ୍ତରଞ୍ଜିତ ବିପ୍ଳବ ଇଏ କେତେବେଳେ ବି ଶୋଭା ପାଏନା। ହୃଦୟକୁ ଜୟ କରିବାକୁ ହେଲେ ପ୍ରେମ ରୂପକ ତରବାରରେ ଜୟ କର। ତେଣୁ ବଳିଆ ହାତ ଯୋଡ଼ି ସହସ୍ରବାର ନିବେଦନ କରୁଛି, ପବିତ୍ର କଟକ ସହର ତଥା କଟକ ସହରକୁ ଲାଗି ଯେତେ ଅଞ୍ଚଳ ଓଡ଼ିଶାରେ ରହିଛି, ସମସ୍ତେ ପ୍ରେମର ପୂଜାରୀ ହୁଅନ୍ତୁ, ଶାନ୍ତିର ପୂଜାରୀ ହୁଅନ୍ତୁ। ଯିଏ ଯେଉଁ ଧର୍ମର, ସେ ଧର୍ମ କଥା ଅଲଗା। ଆମେ କିନ୍ତୁ ମଣିଷକୁ ଭଲ ପାଉ, ପରିବାରକୁ ଭଲ ପାଉ। ଆପଣମାନଙ୍କର ପିଲାମାନେ ଶାନ୍ତିରେ ବଞ୍ଚନ୍ତୁ, ଏତିକି ପ୍ରାର୍ଥନା କରି ସେ ସର୍ବଶକ୍ତିମାନଙ୍କ ପାଖରେ ନିବେଦନ କରି ରହୁଛି।